ଏହିପରି ଭାବରେ କଲମ ଟାଣି ନେବେ। ଶ୍ରେଣୀ, ସମୟ, ପିରିୟଡ଼, ବିଷୟ, ପ୍ରସଙ୍ଗ, ବିକାଶର ଦିଗ, ପାଠ୍ୟକ୍ରମର ଲକ୍ଷ୍ୟ ଦକ୍ଷତା, ଶିକ୍ଷଣ ଫଳାଫଳ, ଶିକ୍ଷଣ କାର୍ଯ୍ୟ, ଶିକ୍ଷଣ ସାମଗ୍ରୀ ଏବଂ ମୂଲ୍ୟାୟନ ସୂଚୀ। 13-10-2025 ଶିଶୁ ବାଟିକା ପାଇଁ ଲେସନ୍ ପ୍ଲାନ୍ଟି ରହିଛି। ପ୍ରଥମ ପିରିୟଡ଼ ରହିଛି ଗୋଲ ବୈଠକ, ସାମାଜିକ, ଆବେଗିକ, ନୈତିକ ବିକାଶ, CG4C 4.3। ଅନ୍ୟ ପିଲା ବୟସ୍କଙ୍କ ସହ କଥାବାର୍ତ୍ତା ହେବେ। ଅଧିକାଂଶ ସମୟରେ ସାଙ୍ଗସାଥୀଙ୍କ ସହ ଖେଳିବା ପାଇଁ ବୟସ୍କଙ୍କ ଠାରୁ ଜାଣିଶୁଣି ଅଲଗା ହୋଇଯିବେ। ଶିକ୍ଷଣ କାର୍ଯ୍ୟରେ ବିଦ୍ୟାଳୟରୁ ଘରକୁ ଗଲା ପରେ ସାଙ୍ଗସାଥୀଙ୍କ ସହ ଖେଳିବା ପାଇଁ ବାହାନା କରିବା ଆଧାରିତ ଆଲୋଚନାରେ ପିଲାମାନେ ଅଂଶଗ୍ରହଣ କରିବେ। ପରିସ୍ଥିତି ଫର୍ଦ୍ଦ ରହିଛି ଶିକ୍ଷଣ ସାମଗ୍ରୀ। ମୂଲ୍ୟାୟନ ସୂଚୀରେ କେଉଁମାନେ ସାଙ୍ଗସାଥୀଙ୍କ ସହ ଖେଳିବା ପାଇଁ ବାହାନା କରନ୍ତି କୁହ। ଦ୍ୱିତୀୟ ପିରିୟଡ଼ ମୁକ୍ତ ଖେଳ, ଶାରୀରିକ ବିକାଶ, CG1C 1.3। ବିଦ୍ୟାଳୟ ଶ୍ରେଣୀଗୃହକୁ ସ୍ୱଚ୍ଛ ସଂଗଠିତ ରଖିବେ। ଆବର୍ଜନାର ବିଭାଗୀକରଣ କରିବା ଆରମ୍ଭ କରିବେ। ଶିକ୍ଷଣ କାର୍ଯ୍ୟରେ ପିଲାଙ୍କୁ ଶୁଖିଲା ବର୍ଜ୍ୟବସ୍ତୁକୁ ଗୋଟିଏ ଡଷ୍ଟବିନ୍ରେ, ଓଦା ବର୍ଜ୍ୟବସ୍ତୁକୁ ଆଉ ଗୋଟିଏ ଡଷ୍ଟବିନ୍ରେ ପକାଇବାକୁ କହିବି। ଡଷ୍ଟବିନ୍ ରହିଛି ଶିକ୍ଷଣ ସାମଗ୍ରୀ। ମୂଲ୍ୟାୟନ ସୂଚୀ ଓଦା ଓ ଶୁଖିଲା ବର୍ଜ୍ୟବସ୍ତୁକୁ କେଉଁ ଡଷ୍ଟବିନ୍ରେ ପକାଇଲେ ଚିହ୍ନଟ କରିବେ। ତୃତୀୟ ପିରିୟଡ଼ ଭାଷା ଓ ସାକ୍ଷରତା, ଭାଷାଗତ ବିକାଶ, CG9C 9.6। ଠିକ୍ ଘଟଣା ଓ ଚରିତ୍ର ସହ କ୍ଷୁଦ୍ର ଗଳ୍ପ ବର୍ଣ୍ଣନା କରିବେ। କାହାଣୀକୁ ଶେଷକୁ ନେଇ କଳ୍ପନା କରି ବର୍ଣ୍ଣନା କରିବେ। ଶିକ୍ଷଣ କାର୍ଯ୍ୟରେ ଚଢ଼େଇ ଓ ଶିକାରୀ ଗଳ୍ପର ଚିତ୍ର ଦେଖାଇ ଗଳ୍ପକୁ ଅଧା କହି ପିଲାଙ୍କୁ ପୂରା କରିବାକୁ କହିବି। ଚିତ୍ର ଫର୍ଦ୍ଦ ରହିଛି ଶିକ୍ଷଣ ସାମଗ୍ରୀ। ମୂଲ୍ୟାୟନ ସୂଚୀରେ କିଏ ନଈରେ ଭାସି ଭାସି ଯାଉଥିଲା କହିବେ। ଚତୁର୍ଥ ପିରିୟଡ଼ ସଂଖ୍ୟା ଓ ପରିବେଶ ଜ୍ଞାନ, ବୌଦ୍ଧିକ ବିକାଶ, CG8C 8.1। ଏକାଧିକ ଗୁଣାବଳୀକୁ ଆଧାର କରି ବସ୍ତୁକୁ ଭାଗ କରିବେ। ଶିକ୍ଷଣ ଫଳାଫଳ, ଏକାଧିକ ଗୁଣାବଳୀକୁ ଆଧାର କରି ବସ୍ତୁକୁ ଭାଗ ଭାଗ କରି ଚିହ୍ନଟ କରିବେ। ଶିକ୍ଷଣ କାର୍ଯ୍ୟରେ ତ୍ରିଭୁଜ, ଗୋଲାକାର, ବର୍ଗଚିତ୍ର ଆଧାରିତ କେତେଗୁଡ଼ିଏ ଚିତ୍ର ଫର୍ଦ୍ଦ ଦେବି ଓ ପିଲାଙ୍କୁ ଭାଗ ଭାଗ କରି ରଖିବାକୁ ସୂଚନା ଦେବି। ଚିତ୍ର କାର୍ଡ଼ ରହିଛି ଶିକ୍ଷଣ ସାମଗ୍ରୀ। ମୂଲ୍ୟାୟନ ସୂଚୀରେ ଚିତ୍ର କାର୍ଡ଼ରେ ଥିବା ରଙ୍ଗଗୁଡ଼ିକୁ କହିବାକୁ ସୂଚନା ଦେବି। ପଞ୍ଚମ ପିରିୟଡ଼ କଳା, ସୌନ୍ଦର୍ଯ୍ୟ, ସୃଜନାତ୍ମକ କାର୍ଯ୍ୟ, ବିକାଶର ଦିଗ, କଳା, ସୌନ୍ଦର୍ଯ୍ୟ, ସୃଜନଶୀଳତାର ବିକାଶ, CG12C 12.1। ବିଭିନ୍ନ ଉପକରଣ ଓ ସାମଗ୍ରୀ ସାହାଯ୍ୟରେ କଳାକୃତି ତିଆରି କରିବେ। ମିଳୁଥିବା ବସ୍ତୁ ଏବଂ ପ୍ରାକୃତିକ ପଦାର୍ଥ ବ୍ୟବହାର କରି ସରଳ ଢାଞ୍ଚା ତିଆରି କରିବେ। ଶିକ୍ଷଣ କାର୍ଯ୍ୟରେ ହାତ ପାପୁଲିକୁ ରଙ୍ଗରେ ବୁଡ଼ାଇ ସଂରଚନା ତିଆରି କରିବେ। ରଙ୍ଗ ରହିଛି ଶିକ୍ଷଣ ସାମଗ୍ରୀ। ତୁମକୁ ଏପରି କାମ କରିବାରୁ କିପରି ଲାଗିଲା କୁହ। ଷଷ୍ଠ ସପ୍ତମ ପିରିୟଡ଼ ଘର ବାହାର ଖେଳ, ବିଦାୟକାଳୀନ କାର୍ଯ୍ୟ, ଶାରୀରିକ ବିକାଶ, CG1C 1.3। ବିଦ୍ୟାଳୟ ଓ ଶ୍ରେଣୀଗୃହକୁ ସ୍ୱଚ୍ଛ ଓ ସଂଗଠିତ ରଖିବେ। ଆବର୍ଜନାର ବିଭାଗୀକରଣ କରିବା ଆରମ୍ଭ କରିବେ। ଶିକ୍ଷଣ କାର୍ଯ୍ୟରେ ବର୍ଜ୍ୟବସ୍ତୁର ଚିତ୍ର ଦେଖାଇ ଓଦା ବର୍ଜ୍ୟବସ୍ତୁକୁ ଠିକ୍ ଚିହ୍ନ ଦେବାକୁ କହିବି। ଚିତ୍ର ଫର୍ଦ୍ଦ ରହିଛି ଶିକ୍ଷଣ ସାମଗ୍ରୀ। ଦୁଇଟି ଓଦା ବର୍ଜ୍ୟବସ୍ତୁର ନାମ କହିବେ ରହିଛି ମୂଲ୍ୟାୟନ ସୂଚୀ ଏବଂ ଆମର ଦିନସାରା ହୋଇଥିବା କାର୍ଯ୍ୟର ପୁନରାଲୋଚନା କରାଇବି। ଏଥିସହିତ ଆମର ଶିଶୁ ବାଟିକାର ଲେସନ୍ ପ୍ଲାନ୍ ସରିଗଲା। ବର୍ତ୍ତମାନ ଆମେ ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀର ଲେସନ୍ ପ୍ଲାନ୍ ଦେଖିବା। ଦେଖନ୍ତୁ ଏହିପରି ଭାବରେ କଲମ ଟାଣି ନେବା। ଶ୍ରେଣୀ, ସମୟ, ପିରିୟଡ଼, ବିଷୟ, ପ୍ରସଙ୍ଗ, ବିକାଶର ଦିଗ, ଶିକ୍ଷଣ ଉଦ୍ଦେଶ୍ୟ, ଶିକ୍ଷଣ ଫଳାଫଳ, ଶିକ୍ଷଣ କାର୍ଯ୍ୟ, ଶିକ୍ଷଣ ସାମଗ୍ରୀ ଏବଂ ମୂଲ୍ୟାୟନ ସୂଚୀ। ପ୍ରଥମ ଶ୍ରେଣୀ ପାଇଁ ପ୍ରଥମ ପିରିୟଡ଼ ଭାଷା, ଚିତ୍ର ପୋଷ୍ଟର, ଗାଁର ସକାଳ, ଭାଷାଗତ ବିକାଶ, ଚିତ୍ର ଦେଖି ପ୍ରସଙ୍ଗ ସମ୍ବନ୍ଧରେ କହିବେ। DG2 ECL 1 4.3ର କ OLD ପ୍ଲସ୍ ରାଇଟିଂ, ଚିତ୍ର ସାହାଯ୍ୟରେ ପ୍ରସଙ୍ଗକୁ କହିବେ। ଶିକ୍ଷଣ କାର୍ଯ୍ୟରେ ଚିତ୍ର ଦେଖାଇ ଗାଁର ସକାଳ ଚିତ୍ର ସମ୍ବନ୍ଧୀୟ ଆଲୋଚନା କରାଇବି। ସରଳ ପ୍ରଶ୍ନର ଉତ୍ତର ଦେବାକୁ କହିବି। ଚିତ୍ର ପୋଷ୍ଟର ରହିଛି ଶିକ୍ଷଣ ସାମଗ୍ରୀ। ମୂଲ୍ୟାୟନ ସୂଚୀରେ ଚିତ୍ରରେ କ'ଣ ସବୁ ଦେଖୁଛ କୁହ। ଦ୍ୱିତୀୟ ଶ୍ରେଣୀ ପାଇଁ ପ୍ରଥମ ପିରିୟଡ଼ ଗଳ୍ପ କାର୍ଡ଼, ଗୁଡ଼ି ପଡ଼ିଗଲା ମୁହଁମାଡ଼ି, ଚିତ୍ର ଦେଖି ଗପ କହିବେ। DG2 ECL 1 5.2 OLD ପ୍ଲସ୍ ରାଇଟିଂ, ଚିତ୍ର ସାହାଯ୍ୟରେ ଗପକୁ ବର୍ଣ୍ଣନା କରିବେ। ଶିକ୍ଷଣ କାର୍ଯ୍ୟରେ ଗୁଡ଼ି ପଡ଼ିଗଲା ମୁହଁମାଡ଼ି ଗଳ୍ପ କାର୍ଡ଼ ଦେଖାଇ ଗପ କହିବି। ଗଳ୍ପ ସମ୍ବନ୍ଧୀୟ ଆଲୋଚନା କରାଇବି। ଗଳ୍ପ କାର୍ଡ଼ ରହିଛି ଶିକ୍ଷଣ ସାମଗ୍ରୀ। ମୂଲ୍ୟାୟନ ସୂଚୀରେ କିଏ ମୁହଁ ମାଡ଼ି ପଡ଼ିଗଲା। ପ୍ରଥମ ଶ୍ରେଣୀ ପାଇଁ ଦ୍ୱିତୀୟ ପିରିୟଡ଼ ଭାଷା କାର୍ଯ୍ୟ ପୁସ୍ତିକା, ସପ୍ତାହ 14 ଦିବସ 3 ପୃଷ୍ଠା 9ର କାର୍ଯ୍ୟ, ଭାଷାଗତ ବିକାଶ, ଧ୍ୱନିକୁ ଚିହ୍ନି ଶବ୍ଦ ଗଠନ କରିବେ। DG2 ECL 1 4.4 ଡିକୋଡ଼ିଂ ପ୍ଲସ୍ ରାଇଟିଂ, ଠ ଧ୍ୱନିକୁ ଚିହ୍ନି ଶବ୍ଦ ଗଠନ କରିବେ। ଶିକ୍ଷଣ କାର୍ଯ୍ୟରେ ଠ ଅକ୍ଷରକୁ ଚିହ୍ନି ଲେଖିବେ, ଶବ୍ଦ ଗଢ଼ିବେ, ପଢ଼ିବେ, ଶବ୍ଦ ପଠନ କରିବେ। ଭାଷା କାର୍ଯ୍ୟ ପୁସ୍ତିକାର ପୃଷ୍ଠା 9ରେ ରହିଛି କାର୍ଯ୍ୟ ଫର୍ଦ୍ଦ ରହିଛି ଶିକ୍ଷଣ ସାମଗ୍ରୀ। ମୂଲ୍ୟାୟନ ସୂଚୀରେ ଏହିପରି ଭାବରେ ଅକ୍ଷରକୁ ଲେଖିବାକୁ ଦେବା। ଦ୍ୱିତୀୟ ଶ୍ରେଣୀ ପାଇଁ ରହିଛି ପିଆଜ ଷଣ୍ଢାର ମଜା, ଭାଷା କାର୍ଯ୍ୟ ପୁସ୍ତିକା, ସପ୍ତାହ 14 ଦିବସ 3 ପୃଷ୍ଠା 81 ଧ୍ୱନିକୁ ଚିହ୍ନି ପ୍ରସଙ୍ଗକୁ ପଢ଼ି ଲେଖିପାରିବେ। DG2 ECL 1 5.4ର ଏ ପ୍ରସଙ୍ଗରେ ଥିବା ଧ୍ୱନିକୁ ଚିହ୍ନି ପଢ଼ି ସରଳ ପ୍ରଶ୍ନର ଉତ୍ତର ଦେବେ।
ଶିକ୍ଷଣ କାର୍ଯ୍ୟରେ ପିଆଜ ଷଣ୍ଢାର ମଜା ପ୍ରସଙ୍ଗକୁ ପଢ଼ାଇ ସରଳ ପ୍ରଶ୍ନର ଉତ୍ତର ଲେଖାଇବି। କାର୍ଯ୍ୟଫର୍ଦ ରହିଛି ଶିକ୍ଷଣ ସାମଗ୍ରୀ। ମୂଲ୍ୟାୟନ ସୂଚୀରେ ପିଆଜ ଷଣ୍ଢା ପିଆଜକୁ କ'ଣ କହିଲା? ପ୍ରଥମ ଶ୍ରେଣୀ ପାଇଁ ତୃତୀୟ ପିରିୟଡ଼ ପାଠ 7 ମୁନି ଯାଇଥିଲା ହାଟକୁ। ଭାଷାଗତ ବିକାଶ ଅକ୍ଷରକୁ ଚିହ୍ନି ପଢ଼ିବେ। DG2 ECL 1 4.5 ରିଡ଼ିଂ ପ୍ଲସ୍ ରାଇଟିଂ ଅକ୍ଷରକୁ ପଢ଼ି ଶବ୍ଦରେ ଥିବା ସେହି ଅକ୍ଷରକୁ ଚିହ୍ନାଇବେ। ଶିକ୍ଷଣ କାର୍ଯ୍ୟରେ ଛବି ଦେଖି ପଢ଼ି ଖାଲି ସ୍ଥାନରେ ଲେଖିବେ। ଅଭ୍ୟାସର 3 ନମ୍ବର ପୃଷ୍ଠା 41 ଓ 4 ନମ୍ବର ପୃଷ୍ଠା 42 କରାଇବା। ପାଠ୍ୟପୁସ୍ତକ ରହିଛି ଶିକ୍ଷଣ ସାମଗ୍ରୀ। ମୂଲ୍ୟାୟନ ସୂଚୀରେ ଚିତ୍ର ଦେଖି ପଢ଼ିବେ। କଉ, କାଉ, ମକା। ଦ୍ୱିତୀୟ ଶ୍ରେଣୀ ପାଇଁ ପାଠ 14 ଖରା ବର୍ଷା ଶୀତ ପ୍ରସଙ୍ଗକୁ ପଢ଼ିବେ। DG2 ECL 1 5.5ର C ରିଡ଼ିଂ ପ୍ଲସ୍ ରାଇଟିଂ ପ୍ରସଙ୍ଗକୁ ପଢ଼ି ସରଳ ପ୍ରଶ୍ନର ଉତ୍ତର ଦେବେ। ଶିକ୍ଷଣ କାର୍ଯ୍ୟରେ ତୃପ୍ତି ଓ ଜେଜେଙ୍କ କଥୋପକଥନ ସଂଳାପ କାର୍ଡ଼ ସାହାଯ୍ୟରେ କରାଇବି। ସରଳ ପ୍ରଶ୍ନର ଉତ୍ତର ଦେବାକୁ କହିବି। ସଂଳାପ କାର୍ଡ଼ ରହିଛି ଶିକ୍ଷଣ ସାମଗ୍ରୀ। ମୂଲ୍ୟାୟନ ସୂଚୀରେ ବର୍ଷା ନହେଲେ କ'ଣ ହେବ କୁହ? ପ୍ରଥମ ଶ୍ରେଣୀ ପାଇଁ ଚତୁର୍ଥ ପିରିୟଡ଼ ଗଣିତ କାର୍ଯ୍ୟପୁସ୍ତିକା ସପ୍ତାହ 14 ଦିବସ 3 ପୃଷ୍ଠା 13 ବୌଦ୍ଧିକ ବିକାଶ ସଂଖ୍ୟା ସଂକେତ ଲେଖିବେ। DG3 ILM 4.11 ସଂଖ୍ୟା ସୂଚକକୁ ଲେଖିବେ। 6 ଏବଂ 7 ସଂଖ୍ୟାକୁ ନେବା। ଶିକ୍ଷଣ କାର୍ଯ୍ୟରେ 6 ଓ 7 ସଂଖ୍ୟାକୁ ବିନ୍ଦୁ ଯୋଡ଼ି ଲେଖିବେ ଓ ଚିହ୍ନଟ କରିବେ। ଗଣିତ କାର୍ଯ୍ୟପୁସ୍ତିକାର ପୃଷ୍ଠା 13 ରହିଛି। କାର୍ଯ୍ୟଫର୍ଦ ରହିଛି ଶିକ୍ଷଣ ସାମଗ୍ରୀ। ମୂଲ୍ୟାୟନ ସୂଚୀରେ ଲେଖିବେ ଏହିପରି 6କୁ। ଚତୁର୍ଥ ପିରିୟଡ଼ରେ ଦ୍ୱିତୀୟ ଶ୍ରେଣୀ ପାଇଁ ଗଣିତ କାର୍ଯ୍ୟପୁସ୍ତିକା ସପ୍ତାହ 15 ଦିବସ 6ର କାର୍ଯ୍ୟ ବୌଦ୍ଧିକ ବିକାଶ ବିୟୋଗଫଳ ନିର୍ଣ୍ଣୟ କରିବେ। ଶିକ୍ଷଣ ଫଳାଫଳ DG3 ILM 5.15 ଅନେଶ୍ୱତ ମଧ୍ୟରେ ବା ବିୟୋଗଫଳ ଅନେଶ୍ୱତ ମଧ୍ୟରେ ବିୟୋଗଫଳ ନିର୍ଣ୍ଣୟ କରିବେ। ଶିକ୍ଷଣ କାର୍ଯ୍ୟରେ ଗଣିତ କାର୍ଯ୍ୟପୁସ୍ତିକାର ପୃଷ୍ଠା 98 ବିୟୋଗଫଳ ନିର୍ଣ୍ଣୟ ଆଧାରିତ କାର୍ଯ୍ୟ କରିବେ। ଶିକ୍ଷଣ କାର୍ଯ୍ୟରେ କାର୍ଯ୍ୟଫର୍ଦ ରହିଛି ଶିକ୍ଷଣ ସାମଗ୍ରୀ। କାର୍ଯ୍ୟଫର୍ଦ ମୂଲ୍ୟାୟନ ସୂଚୀରେ ବିୟୋଗ କରିବାକୁ ଦେବା। 75 ଫେଡ଼ାଣ 35 ସମାଞ୍ଚରଣ ଡେସ୍। ପ୍ରଥମ ଶ୍ରେଣୀ ପାଇଁ ପଞ୍ଚମ ପିରିୟଡ଼ ଗଣିତ ପାଠ 7 ମୁନି ଯାଇଥିଲା ହାଟକୁ। ବୌଦ୍ଧିକ ବିକାଶ 9 ମଧ୍ୟରେ 2ଟି ଚିତ୍ରକୁ ଯୋଗ କରିବେ। DG3 ILM 4.14 9 ମଧ୍ୟରେ 2ଟି ସଂଖ୍ୟାର ଯୋଗ କରିବେ। ଶିକ୍ଷଣ କାର୍ଯ୍ୟରେ ଖାଲି ସ୍ଥାନ ପୂରଣ କରିବେ। ଅଭ୍ୟାସର 5 ନମ୍ବର ପୃଷ୍ଠା 43 କରାଇବା। ପାଠ୍ୟପୁସ୍ତକ ରହିଛି ଶିକ୍ଷଣ ସାମଗ୍ରୀ। ଖାଲି ସ୍ଥାନ ପୂରଣ କରିବାକୁ ଦେବା ଏହିପରି ଭାବରେ। ତୃତୀୟ ଶ୍ରେଣୀ ପାଇଁ ରହିଛି ପାଠ 10 ମିଶାଇବା ବଦଳରେ ଗୁଣିବା। ଗୁଣନର ଧାରଣାର ବିକାଶ କରିବି। DG3 ILM 5.17 ଗୁଣନ ଧାରଣାର ବିକାଶ କରିବେ। ଶିକ୍ଷଣ କାର୍ଯ୍ୟରେ ଗାନ୍ଧୀ ଜୟନ୍ତୀ ସଭାର ଆୟୋଜନ ଗପ ମାଧ୍ୟମରେ ମିଶାଇବା ବଦଳରେ ଗୁଣିବା ଆଧାରିତ ଧାରଣା ପ୍ରଦାନ କରିବି। ପାଠ୍ୟପୁସ୍ତକର 84 ପୃଷ୍ଠାରେ ଏହା ରହିଛି। ପାଠ୍ୟପୁସ୍ତକ ରହିଛି ଶିକ୍ଷଣ ସାମଗ୍ରୀ। ପ୍ରଥମ ଶ୍ରେଣୀ ପାଇଁ ଷଷ୍ଠ ପିରିୟଡ଼ ପରିବେଶ ମୁନି ଯାଇଥିଲା ହାଟକୁ। ବୌଦ୍ଧିକ ବିକାଶ ବିଭିନ୍ନ ବୃତ୍ତିର ଧାରଣା। DG3 ବିଭିନ୍ନ ବୃତ୍ତି ବିଷୟରେ ପିଲାମାନେ କହିବେ। ଶିକ୍ଷଣ କାର୍ଯ୍ୟରେ ହାଟରେ ମିଳୁଥିବା ହାଣ୍ଡି ମାଠିଆ ଦା ଲୁଗା ଆଦି କିଏ ତିଆରି କରନ୍ତି ଆଲୋଚନା କରାଇବି। ହାଟରେ ମିଳୁଥିବା ଜିନିଷର ଚିତ୍ର ରହିଛି ଶିକ୍ଷଣ ସାମଗ୍ରୀ। ମୂଲ୍ୟାୟନ ସୂଚୀରେ ମାଠିଆ କିଏ ତିଆରି କରନ୍ତି? ଦ୍ୱିତୀୟ ଶ୍ରେଣୀ ପାଇଁ ପାଠ 14 ଖରା ବର୍ଷା ଶୀତ ଫଳ ଓ ପନିପରିବାକୁ ଚିହ୍ନିବେ। DG3 ଫଳ ଓ ପନିପରିବାର ନାମ କହିବେ। ଶିକ୍ଷଣ କାର୍ଯ୍ୟରେ ଚିତ୍ର ଦେଖି ଫଳ ଓ ପନିପରିବାର ନାମ ଲେଖିବେ। ଅଭ୍ୟାସର ପୃଷ୍ଠା 126ରେ ରହିଛି। ପାଠ୍ୟପୁସ୍ତକ ରହିଛି ଶିକ୍ଷଣ ସାମଗ୍ରୀ। 2ଟି ଫଳ ଓ 2ଟି ପରିବାର ନାମ ଲେଖ ରହିଛି ମୂଲ୍ୟାୟନ ସୂଚୀ। ପ୍ରଥମ ଦ୍ୱିତୀୟ ଶ୍ରେଣୀ ପାଇଁ ସପ୍ତମ ପିରିୟଡ଼ ଖେଳ ରୁମାଲ ଚୋରି ଶାରୀରିକ ବିକାଶ ଖେଳର ନିୟମ ମାନି ଖେଳିବେ। DG1 HW 4.8 ରହିଛି ଆମର ପ୍ରଥମ ଶ୍ରେଣୀର କୋଡ଼୍। 5.3 ରହିଛି ଦ୍ୱିତୀୟ ଶ୍ରେଣୀର କୋଡ଼୍। ଖେଳର ନିୟମ ମାନି ଖେଳିବେ। ଶିକ୍ଷଣ କାର୍ଯ୍ୟରେ ରୁମାଲ ଚୋରି ଖେଳର ନିୟମ ବୁଝାଇ ଖେଳିବାକୁ କହିବି। ରୁମାଲ ରହିଛି ଶିକ୍ଷଣ ସାମଗ୍ରୀ। ମୂଲ୍ୟାୟନ ସୂଚୀରେ ରୁମାଲ ଚୋରି ଖେଳର ନିୟମ ଗୁଡ଼ିକୁ କୁହ। ଏହିପରି ଭାବରେ ଆମର ଶିଶୁ ବାଟିକା ପ୍ରଥମ ଦ୍ୱିତୀୟ ଶ୍ରେଣୀର ଲେସନ୍ ପ୍ଲାନ୍ ସରିଯାଇଛି। ଆଶା କରୁଛି ଭିଡ଼ିଓଟି ନିଶ୍ଚୟ ଭାବେ ଆପଣମାନଙ୍କୁ ଭଲ ଲାଗିବ। ଯଦି ଭିଡ଼ିଓଟି ଭଲ ଲାଗିଥାଏ ଲାଇକ୍ କରିବେ, ସେୟାର କରିବେ, ମତାମତ କମେଣ୍ଟ ମାଧ୍ୟମରେ ଦେବେ। ଯେଉଁ ବନ୍ଧୁମାନେ ମୋ ଚ୍ୟାନେଲରେ ନୂଆ ଅଛନ୍ତି ନିଶ୍ଚୟ ଭାବେ ସବସ୍କ୍ରାଇବ୍ କରିବେ। ରହୁଛି ଧନ୍ୟବାଦ। ଜୟ ଜଗନ୍ନାଥ।